पाठ करबा माने ध्यान निमंत्रण जो अंशटी हम माने दे मामा को मंदिर अनुरोध करिबी आ समय आसीबो आ एई अंश पठन रे हम से सहायता करबो যাত্রা পর্ব 4 পর্ব हालेलुया 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 आपण माने खुशी अछंती केते जण खुशी अछंती दे हाथ टिके हलेला हालेलुया कहबा हालेलुया 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 प्रभु को समस्त नाम धन्यवाद दिए प्रभु जी 2026 मसीहार प्रथम दिन ए अपराह्न आपण मान सम्मुख रे उपरि गोटे साधारण व्यक्ति तांकर जीवंत शाश्वत वाक्य परिवेशन करबा निमंते सुजोग देइछंती सेति पाए मोर प्राणकर्ता प्रभु यीशु ख्रीष्टक मूल्य नाम धन्यवाद करबा सहित मंडलीर कर्मकर्ता वृंद को स्थानीय बालकों को मध्य मोर हृदय कृतज्ञता ज्ञापन करबा सहित ए नववर्षर नमस्कार पुणी अभिनंदन जणाए हालेलुया 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 वाक्य सुनिबा आज केते जन आशीर्वाद पाइबा पई चाहंती समस्त कथा किसी लोक उठुना जदि आशीर्वाद पाइबा को चाहो तेबे बड़ विश्वास करबा पड़िबो और से विषय को कहिबी वाक्य को जीवा पूर्व हित पद से तारा 28 अध्याय 9 पद के कई जने दया करके पढ़ी दे जे लोग व्यवस्था सुनिबार अपना कर्ण केलाए तार प्रार्थना ही गुणार विषय हुए धन्यवाद जे लोग व्यवस्था बा ईश्वर को वाक्य सुनिबार अपना कर्ण कान को फेराए बा सुने नहीं से जते प्रार्थना कले भी प्रभु ता प्रार्थना को सुनते नहीं और सही प्रार्थना से व्यक्तिर प्रार्थना प्रभुंकर दृष्टि रे ग्रहण्य हालेलुया तेणु सावधानतार सहित आमे प्रभुंकर वाक्य को सुनिबा और आशीर्वादित हेबा हालेलुया हालेलुया मो गत काली अपन मान को कहिथि जे यात्रा पुस्तक तार 34 अध्याय 1 ରୁ 4 पद मो जे शास्त्रांश नै छी गत काली आमे एक पद को आमे व्याख्यान करिछि आबे त काली समय विलंब समय अभाव हेतु मु पूरा एक्सप्रेस गाड़ी पड़ी गली केते जण बुझी पारि छथि केते जण बुझी भी पारि नांती सेति पाए मो क्षमा चाहूछि आज मते 45 मिनिट दिया जाय छी आउ मु आपण मान को बुझेला परि कहिबा के चेष्टा करबी हालेलुया हालेलुया ए स्थान रे आज जो शास्त्रांश हम पढिला प्रभुकर वाक्य कहि जे आउ रे के जण स्टार्ट पढिबे तहु मोसा प्रथम प्रस्तर परी दुई प्रस्तर पटा खोलिले
ଅତୀତ ଜୀବନରେ ଯେତେବେଳେ ସେ ବିଫଳ ହେଇଗଲେ, ପରମେଶ୍ୱରଙ୍କ ନିୟମ ପ୍ରସ୍ତାବକୁ ଭାଙ୍ଗି ଦେଲେ, ଈଶ୍ୱରଙ୍କର ଦଣ୍ଡ ପାଇବା ପରିବର୍ତ୍ତେ ପ୍ରଭୁଙ୍କ ଠାରୁ ଅନୁଗ୍ରହରେ ସୁଯୋଗ ପାଇଲେ। ସେ ବର୍ତ୍ତମାନ ଯେତେବେଳେ ସୁଯୋଗ ପାଉଛନ୍ତି, ସୁଯୋଗର ସଦ୍ବ୍ୟବହାର କରି ସେ ପୁନର୍ବାର 2ଟି ପ୍ରସ୍ତର ପଟା ଖୋଲିଲେ ପ୍ରଭୁଙ୍କ ବାକ୍ୟ ଅନୁସାରେ, ପ୍ରଭୁଙ୍କ ଆଦେଶ ଅନୁସାରେ। ଆଉ ସେଇ ପ୍ରସ୍ତର ପଟା ଖୋଲି ଆମେ ଦେଖୁଛୁ ଯେ କୋଉ ସମୟରେ ସେ ପର୍ବତକୁ ଆରୋହଣ କଲେ? ପ୍ରଭାତରେ। କିନ୍ତୁ ପ୍ରଭୁ କେତେବେଳେ କହିଥିଲେ ନା? ଏକ ପଦେ ଅନନ୍ତର ସଦାପ୍ରଭୁ ନାଇଁ, ଦ୍ୱିପଦ ପଢ। ଆଉ ତୁମ୍ଭେ ପ୍ରାତଃ କାଳେ ପ୍ରସ୍ତୁତ ହୁଅ। ହଁ, ବେଶ, ଧନ୍ୟବାଦ। ପ୍ରଭୁ କେତେବେଳେ ଆସିବା ପାଇଁ କହିଥିଲେ? ପ୍ରାତଃ କାଳେ। ପ୍ରାତଃ କାଳରୁ ତାଙ୍କ ନିକଟକୁ ଆସିବା ପାଇଁ ମୋସାଙ୍କୁ ପରମେଶ୍ୱର ନିର୍ଦ୍ଦେଶ ଦେଲେ। କିନ୍ତୁ ମୋସା କେତେବେଳେ କହିଛନ୍ତି? ମୁଁ ଟିକେ ଧୀରରେ କହିବା ପାଇଁ ଚାହୁଁଛି, କାରି ମୁଁ ବହୁତ ଦୌଡ଼େ। କିନ୍ତୁ 4 ପଦରେ ଆମେ ଦେଖୁଛୁ ମୋସା କଣ କଲେ? ପ୍ରଭାତରୁ ଉଠିଲେ ଆଉ ଈଶ୍ୱରଙ୍କ ଆଦେଶ ଅନୁସାରେ ସେ ପ୍ରସ୍ତର ଫଳକ ପ୍ରସ୍ତୁତ କରି ପ୍ରଭୁଙ୍କର ନିକଟରେ ଉପସ୍ଥିତ ହେଲେ ଆଉ ସିୟୋନ ପର୍ବତକୁ ସେ ଚଢ଼ିଲେ। ହାଲେଲୁୟା, ହାଲେଲୁୟା। এই স্থাନରେ ଆମେ ଦେଖୁଛୁ ଯେ ମୋସାଙ୍କର ଗୋଟେ ପଞ୍ଚରିକ ଜୀବନ, ସମୟ ଜ୍ଞାନ। ପ୍ରଭାତରେ କହିଅଛନ୍ତି, ପ୍ରାତ ସମୟରେ କହିଅଛନ୍ତି, କିନ୍ତୁ ପ୍ରଭାତରୁ ସେ ପ୍ରଭୁଙ୍କର ଉପସ୍ଥିତିକୁ ଯାଉଛନ୍ତି। କାହିଁକି? ସେ ସୁଯୋଗକୁ ହାତ ଛଡ଼ା କରୁନା। କାରଣ ଅତୀତରେ ସେ କଣ ବିଫଳ ହେଇଛନ୍ତି, ବର୍ତ୍ତମାନ ସେ ସୁଯୋଗ ପାଇଛନ୍ତି। ଆଉ ଭବିଷ୍ୟତରେ କିଛି ପାଇବା ପାଇଁ, ଭବିଷ୍ୟତର ସଫଳତା ପାଇଁ ପ୍ରାତ ସମୟକୁ ସେ ଅପେକ୍ଷା କଲେ ନାହିଁ, ପ୍ରଭାତରୁ ସେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଲେ। ହାଲେଲୁୟା। ଆମେ ଆମର ଭବିଷ୍ୟତର ସଫଳତା ପାଇଁ, ଭବିଷ୍ୟତର ଉନ୍ନତି ପାଇଁ, ଭବିଷ୍ୟତର ସମସ୍ତ ସେଇ ଅନୁଗ୍ରହ ପାଇଁ ଆମେ କେତେ ତତ୍ପର ଜୀବନ କାଟୁଛୁ ପ୍ରିୟମାନେ? ପ୍ରଥମେ ଆମେ କିଛି ଚିନ୍ତା କରିବା। ହୁଏତ ଆଜି ଉପାସନାରେ ଆମେ ଅଛୁ, ଅନେକ ଲୋକଙ୍କର ମନ ବ୍ୟସ୍ତ ଥିବ, ହୁଏତ ଘରେ ଥିବ, କାହାର କାର୍ଯ୍ୟ କ୍ଷେତ୍ରରେ ଥିବ। ପରମେଶ୍ୱରଙ୍କ ବାକ୍ୟ ପ୍ରତି ଆମେ ସେତେ ସଚେତନ ନୁହଁ। ଆମକୁ ସମୟ ଜ୍ଞାନ ଜଣା ନାହିଁ। ଜିରିମି ପୁସ୍ତକ ତାର 7 ଅଧ୍ୟାୟ 8 ପଦରେ ଗୋଟେ ବିଷୟ ଲେଖା ଅଛି, ଆକାଶବାଣୀ ଚରଣ ଭୃଗୁ କାପ୍ତା ଏମାନେ ଆପଣାର ଆସିବାର କାଳକୁ ଜାଣନ୍ତି, କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର ନିୟମକୁ ଜାଣନ୍ତି। କାହିଁକି? ସଚେତନତା ନାହିଁ। ତ এই ସ୍ଥାନରେ ମୋସା ସେ କଣ କଲେ? ପ୍ରସ୍ତର ପଟା ଯେତେବେଳେ ଖୋଲିକରି ପ୍ରଭାତରୁ ସେ ଯାଉଛନ୍ତି, ସେ ପାହାଡ଼ରେ ଉପସ୍ଥିତ ହେଲେ। 34 ଅଧ୍ୟାୟ 5 ପଦରେ ଆମେ ଗୋଟେ ବିଷୟ ଦେଖୁଛୁ। କଣ ଦେଖୁଛୁ? ଟିକେ ପଢିଦେ। ତେବେ ସଦାପ୍ରଭୁ ମେଘରେ, ଆଉ ଯେତେବେଳେ ପଢନ୍ତୁ, ତେବେ ସଦାପ୍ରଭୁ ମେଘରେ ଅବତରଣ କରି ସେ ସ୍ଥାନରେ ତାଙ୍କ ସହିତ ଠିଆ ହୋଇ ସଦାପ୍ରଭୁଙ୍କ ନାମ ଘୋଷଣା କଲେ। ହାଲେଲୁୟା। ହାଲେଲୁୟା। ଈଶ୍ୱରଙ୍କର ପରମେଶ୍ୱରଙ୍କର ଆଜ୍ଞା ପ୍ରମାଣେ ମୋସା ଯେତେବେଳେ ପ୍ରଭାତରୁ ପରମେଶ୍ୱରଙ୍କର ଉପସ୍ଥିତିକୁ ପାଇବା ପାଇଁ ସିନାଇ ପର୍ବତକୁ ସେ ଆରୋହଣ କରିଅଛନ୍ତି। ସିନାଇ ପାହାଡ଼ରେ ଆରୋହଣ କଲା ପରେ ପରମେଶ୍ୱର ମେଘମାଳାରେ ମୋସାଙ୍କ ସହିତ ଆଳାପ କରିବା ପାଇଁ ସ୍ୱର୍ଗରୁ ସ୍ୱୟଂ ସେ ଓହ୍ଲାଇ ଆସିଲେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆଉ 10 ପଦରେ ମୋସାଙ୍କ ସହିତ କଥାବାର୍ତ୍ତା କରୁଛି। 10 ପଦରେ ପଢ। ତେବେ ସେ କହିଲେ, ଦେଖ। ତେବେ ସେ କହିଲେ, ସେ ଅର୍ଥ ପରମେଶ୍ୱର କହୁଛନ୍ତି କାହାକୁ?
মহান আশ্চর্য কার্য করিবা। হালেলুয়া। মহান ও আশ্চর্য কার্য করিবা, তাহা জগত দেখিব। তাহা সেই কার্য এক সাধারণ কার্য নহ, সেই কার্য ভয়ঙ্কর অটে। হালেলুয়া হালেলুয়া। ବୋଧେ ଆପଣମାନେ ଥକି ଯାଇଛନ୍ତି। ହାଲେଲୁୟା କହୁନ। ଗୋଟେ ହାଲେଲୁୟା ନ କହିଲେ ମୋତେ ଭଲ ଲାଗେ। ଆଉ ମୁଁ ଗୋଟେ କଥା ଅନୁରୋଧ କରିବି, ହାତ ଯୋଡ଼ିକି କହୁଛି, ମୁଁ ଯେତେବେଳେ ପର୍ଯ୍ୟନ୍ତ ପଲ୍ପିଟ୍‌ରେ ଅଛି ଦୟାକରି ବସନ୍ତୁ, ଆଉ ଯିବା ଆସିବା କରନ୍ତୁ ନାହିଁ, କାହିଁକି ମୋର ମାଇଣ୍ଡ ଡିଷ୍ଟର୍ବ ହେଇଯିବ। ଧୀର ସ୍ଥିରରେ ବସିବା। ତ ଏହି ସମୟରେ ମୂଷାକୁ ପ୍ରଭୁ କହୁଛନ୍ତି, ଆମ୍ଭେ କ'ଣ କରିବା? ଏକ ମହାନ କାର୍ଯ୍ୟ କରିବା ତୁମର ଜୀବନରେ। ହାଲେଲୁୟା। ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା, ଆଉ ସେଇ କାର୍ଯ୍ୟ ଏଇ ଜଗତର ସମ୍ମୁଖରେ କରିବା, ଜଗତର ଲୋକମାନେ ଦେଖିବେ, ଆମେ ଗୁପ୍ତରେ କରିବା ନାହିଁ। ଆଉ ସେଇ କାର୍ଯ୍ୟ ଏକ ସାଧାରଣ କାର୍ଯ୍ୟ ନୁହଁ, ସେଇ କାର୍ଯ୍ୟ ଏକ ଭୟଙ୍କର କାର୍ଯ୍ୟ ଅଟେ। ହାଲେଲୁୟା ହାଲେଲୁୟା। ତାପରେ ମୂଷାକୁ ସେ କହୁଛନ୍ତି 11 ପଦରେ କ'ଣ ଲେଖା ଅଛି? ଆଜି ଆମ୍ଭେ ତୁମକୁ ଯାହା ଆଜ୍ଞା କରୁ, ତହିଁରେ ମନୋଯୋଗ କର। ତହିଁରେ ମନୋଯୋଗ କର। ହାଲେଲୁୟା ହାଲେଲୁୟା। ମୂଷାକୁ ପ୍ରଭୁ କହୁଛନ୍ତି, ହେ ମୂଷା, ଆମ୍ଭେ ତୁମର ମଧ୍ୟରେ ଆଶ୍ଚର୍ଯ୍ୟ, ମହାନ ଓ ଭୟଙ୍କର କାର୍ଯ୍ୟ କରିବା, ଜଗତ ଦେଖିବେ, ତେଣୁ ତୁମେ ଆମ୍ଭରେ ମନୋଯୋଗ କରିବାକୁ ପଡ଼ିବ। ହାଲେଲୁୟା। ମୋର ବାକ୍ୟରେ, ମୋର ରୋଗରେ, ମୋର ବ୍ୟବସ୍ଥାରେ ଆଜିଠାରୁ ତୁମକୁ ମନୋଯୋଗୀ ହେବାକୁ ପଡ଼ିବ। ଯଦି ମନୋଯୋଗୀ ହେବ ନାହିଁ, ଆମେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। 12 ପଦରେ କ'ଣ ଲେଖା ଅଛି? ମୁଁ ଟିକେ ଦୌଡ଼େଇକି କହିବି। ତାପରେ 12 ପଢ଼ନ୍ତୁ। ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ। ତୁମ୍ଭେ ଆପଣା ବିଷୟରେ ସାବଧାନ ହୋଇଯାଅ। ପ୍ରିୟ ମଣ୍ଡଳୀ, ପ୍ରିୟ ପ୍ରଭୁଙ୍କର ଦାସଦାସୀ, ପ୍ରଭୁଙ୍କର ରକ୍ତରେଖିତ ଭକ୍ତ ଦାସଦାସୀଗଣ, ଆହ୍ୱାନ ପ୍ରାପ୍ତ ଲୋକମାନେ, ଆଜି ଆମେ ଆପଣା ବିଷୟରେ ଆଜି ସାବଧାନ ହେବାକୁ ଅଛି। ଆଜି ମୁଁ କିଏ ସେ ବିଷୟରେ ଆମକୁ ଜାଣିବାକୁ ଅଛି। ପରମେଶ୍ୱରଙ୍କ ନିମନ୍ତେ ମୁଁ କ'ଣ ଅଟେ, ଏ ବିଷୟରେ ଆମକୁ ସାବଧାନ ହେବାକୁ ଅଛି। ଆମେ ଆଜି କ'ଣ କରୁଛୁ, ସେଇ ବିଷୟରେ ସାବଧାନ ହେବାକୁ ଅଛି। ଆମେ ପ୍ରଭୁଙ୍କୁ ଜାଣି ଆମେ ସାବଧାନତାରେ ଜୀବନ ବି କାଟି ନଥାଉ, ତେଣୁକରି ସାବଧାନ ରହିବାକୁ ଅଛି। ଆଉ ମୂଷା ସାବଧାନତାର ସହିତ ପ୍ରଭୁଙ୍କର ଉପସ୍ଥିତିରେ 40 ଦିନ ଆଉ 40 ରାତ୍ରି ସେ କ୍ଷେପଣ କଲେ। ପ୍ରଭୁ ଯାହା ତାଙ୍କୁ କହିଲେ, ପୁନର୍ବାର ଆପଣା ପ୍ରସ୍ତୁତ କରିଥିବା ଫଳକରେ ସେ ଲେଖିଲେ। ଆଉ ସେଇ ଫଳକକୁ ଧରିକିରି ଯେତେବେଳେ ସେ ପର୍ବତରୁ ଓହ୍ଲାଉଛନ୍ତି, 29 ପଦରେ ଯଦି ଆମେ ଚାଲିଯିବା, ସେଇ ସ୍ଥାନରେ ଗୋଟେ ବିଷୟ ଆମେ ଦେଖୁଛୁ। ମୂଷା ଯେତେବେଳେ ମଣ୍ଡଳୀ ସମ୍ମୁଖକୁ ଆସୁଛନ୍ତି, ଲୋକମାନଙ୍କ ଗହଳିକୁ ଆସୁଛନ୍ତି, ଲୋକମାନେ ମୂଷାଙ୍କ ମୁହଁକୁ ଦେଖି ପାରୁନାହାନ୍ତି। ତା କାରଣ କ'ଣ? ମୂଷାଙ୍କର ମୁଖମଣ୍ଡଳ ଜାଜଲ୍ୟମାନ ହେଇଯାଇଥିଲା। ହାଲେଲୁୟା। ମୂଷାଙ୍କର ମୁଖମଣ୍ଡଳ ଗୌରବମୟ ଥିଲା, ମହିମାମୟ ଥିଲା। ପ୍ରଭୁଙ୍କର ଉପସ୍ଥିତି ମୂଷାଙ୍କ ଜୀବନରେ ଏକ ମହାନ ଗୌରବ ଆଣିଦେଇଥିଲା। ପ୍ରଭୁଙ୍କର ଉପସ୍ଥିତି ମୂଷାଙ୍କ ଜୀବନରେ ମହିମାମୟ ଆଣିଦେଇଥିଲା। କାରଣ ଆମର ପରମେଶ୍ୱର, ମୂଷାଙ୍କର ପରମେଶ୍ୱର, ମହିମାମୟ ପରମେଶ୍ୱର ଅଟନ୍ତି। ଆଉ ତାଙ୍କର ଉପସ୍ଥିତି ମଧ୍ୟରେ ଯେଉଁମାନେ ସମର୍ପଣ କରନ୍ତି, ଯେଉଁମାନେ ସେଇ ତାଙ୍କର ଉପସ୍ଥିତିରେ ନିଜକୁ ସମର୍ପିତ କରନ୍ତି, ସେଇ ପରମେଶ୍ୱର ସେଇମାନଙ୍କୁ ସେଇ ପ୍ରକାର ଗୌରବମୟ ଜୀବନ ପ୍ରଦାନ କରନ୍ତି। ହାଲେଲୁୟା ହାଲେଲୁୟା ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, 2025 ମସିହା ଆମମାନଙ୍କ ପାଇଁ ଏକ ବିଫଳତାର ବର୍ଷ ହେଇପାରେ, କିନ୍ତୁ ପ୍ରଭୁ ସୁଯୋଗ ଦେଇଛନ୍ତି। ଅତୀତ ଜୀବନ ଆମର ବିଫଳତା ଜୀବନ ହେଇପାରେ, କିନ୍ତୁ ଯେତେବେଳେ ସୁଯୋଗ ପାଇଛୁ, ଆଜି ସୁଯୋଗର ସଦ୍ବ୍ୟବହାର କରି ଆମେ କ'ଣ ଆପଣାର ହୃଦୟର ଫଳକକୁ ପ୍ରସ୍ତୁତ କରି ଆମେ ପ୍ରଭୁଙ୍କର ସେଇ ନିକଟବର୍ତ୍ତୀ ହେଇପାରିଛୁ। ହାଲେଲୁୟା। ଏଇ 2026 ମସିହାରେ ପ୍ରଭୁ ଆମକୁ ଅନୁଗ୍ରହ କରିଛନ୍ତି। ଆଉ ଯଦି ଆମେ ବିଫଳ ଜୀବନ କାଟିଛୁ 2025 ମସିହାରେ, ତଥାପି ପ୍ରଭୁ ଆଉ ଥରେ ଆମମାନଙ୍କୁ ମହିମାମୟ ଜୀବନ ଦେବାକୁ ଚାହାନ୍ତି, ଗୌରବମୟ ଜୀବନ ଦେବାକୁ ଚାହାନ୍ତି, ତେଜମୟ ଜୀବନ ଦେବାକୁ ଚାହାନ୍ତି। ହାଲେଲୁୟା 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 ହାଲେଲୁୟା।
ମୁଁ ତୁମର ଜୀବନରେ এই 2026 ମସିହାରେ ମହାନ କାର୍ଯ୍ୟ ଆରମ୍ଭ କରିବି। ହାଲେଲୁୟା। ପ୍ରଭୁ ଚାହାନ୍ତି ପ୍ରଭୁ ଆଜି ଆପଣଙ୍କ ଜୀବନରେ এই 2026 ମସିହାରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିବା ପାଇଁ ଯାଉଅଛନ୍ତି। କେତେ ଲୋକ ବିଶ୍ୱାସ କରନ୍ତି ଆପଣଙ୍କ ଜୀବନରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିବାକୁ ଯାଉଅଛନ୍ତି? କେତେ ଜଣ ବିଶ୍ୱାସ କରୁଛନ୍ତି? କିନ୍ତୁ ମୁଁ ବିଶ୍ୱାସ କରେ ମୋର ପରମେଶ୍ୱର ମହାନ, ସେ ମୋ ଦ୍ୱାରା ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିବେ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆଉ ଯେଉଁ କାର୍ଯ୍ୟ ଆପଣମାନଙ୍କ ଜୀବନରେ ମୋ ଜୀବନରେ କରିବାକୁ ଯାଉଛନ୍ତି ଏହା ଏକ ସାଧାରଣ ଜୀବନ ନୁହଁ, ସାଧାରଣ କାର୍ଯ୍ୟ ନୁହଁ। ଅମୁକ୍ତ ଭାବରେ କରିବେ ନାହିଁ, ଘରର କୋଣରେ କରିବେ ନାହିଁ। ଏହି ସମଗ୍ର ପୃଥିବୀର ସାକ୍ଷାତରେ ଆମର ପରମେଶ୍ୱର ସେ କାର୍ଯ୍ୟ କରିବାକୁ ଚାହାନ୍ତି ଆଉ କରିବାକୁ ଯାଉଅଛନ୍ତି। ହାଲେଲୁୟା। ତାହା ଭୟଙ୍କର ବିଷୟ। ପ୍ରିୟମାନେ এই 2026 ମସିହାରେ ପ୍ରଭୁ ଆପଣମାନଙ୍କ ଜୀବନରେ ମୋ ଜୀବନରେ ଏକ ଭୟଙ୍କର କାର୍ଯ୍ୟ କରିବାକୁ ମୋତେ ଯାଉଅଛନ୍ତି। ଆଉ ପ୍ରଭୁଙ୍କର ସେ ମହାନ ଆଶ୍ଚର୍ଯ୍ୟ ମହା ପୁଣି ଭୟଙ୍କର କାର୍ଯ୍ୟକୁ ଆମର ଜୀବନରେ ଦେଖିବାକୁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ? କ'ଣ କରିବାକୁ ପଡ଼ିବ? ମୋସାଙ୍କ ପରି ପ୍ରତି ପ୍ରଭାତରେ ପ୍ରଭୁ କହିଲେ ପ୍ରାତଃ କାଳରେ ଆସ, କିନ୍ତୁ ମୋସା ପ୍ରଭାତରେ ଯାଇଛନ୍ତି। ତାର ସମୟ ଜ୍ଞାନକୁ ସେ ଜାଣିଛନ୍ତି। ଆଜି ଆମକୁ ସମୟର ଭକ୍ତି ହେବାର ଅଛି। ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କ ବାକ୍ୟ ଅନୁସାରେ ଆମକୁ କ'ଣ କରିବାର ଅଛି? ହୃଦୟର ପ୍ରସ୍ତୁତି କରିଥିବା ହୃଦୟର ଫଳକକୁ ନେଇ ଅତି ପ୍ରଭାତରେ ପ୍ରଭୁ ଯୀଶୁଙ୍କର ସେଇ ପ୍ରଭୁଙ୍କର ନିକଟବର୍ତ୍ତୀ ହେବାକୁ ଅଛି। ହାଲେଲୁୟା ହାଲେଲୁୟା। ମୋସା ସେ ସିନା ପର୍ବତକୁ ଚଢ଼ିଲେ, ଆରୋହଣ କଲେ, ପ୍ରଭୁଙ୍କର ଉପସ୍ଥିତିକୁ ପାଇଲେ। ବର୍ତ୍ତମାନ ଆମେ କେଉଁ ପାହାଡ଼କୁ ଚଢ଼ିବା ଯେ ପ୍ରଭୁ ଆମଙ୍କର ନିକଟକୁ ଓହ୍ଲାଇ ଆସିବେ ଆଉ ଆମ ସହିତ କଥା କହିବେ? ସେ ଶୈଳ ଆମ ପାଇଁ କି? ସେ ଶୈଳ ଆମମାନଙ୍କ ପାଇଁ କିଏ? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଧ୍ୟାନ ଦିଅନ୍ତୁ। ସେଇ ଶୈଳ ହେଉଛନ୍ତି ପ୍ରଥମ ଗ୍ରନ୍ଥ ତାର 10 ଅଧ୍ୟାୟ 4 ପଦ ଆପଣମାନେ ଜାଣିଛନ୍ତି। ଦ୍ୱିତୀୟ ବିବରଣ ତାର 32 ଅଧ୍ୟାୟ 4 ପଦ। ଏହି ଟିକେ ପଢ଼ନ୍ତୁ, ଦୁଇଟା ପଦ ଟିକେ ପଢ଼ନ୍ତୁ, ତାପରେ ଆମେ ଯିବା ଆଗକୁ ବଢ଼ିବା। ପ୍ରଥମ ଗ୍ରନ୍ଥ ତାର 10 ଅଧ୍ୟାୟ 4 ପଦ। ଓ ସମସ୍ତେ ପାରମାର୍ଶିକ ପେୟପାନ କଲେ। ପେୟପାନ କଲେ। ସେମାନଙ୍କ ଅନୁମତି ପାରମାର୍ଶିକ ଶୈଳରୁ ପାନ କଲେ। ଆଉ ସେହି ଶୈଳ ଖ୍ରୀଷ୍ଟ। ହାଲେଲୁୟା ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେହି ନିୟମ ପ୍ରସ୍ତୁତରେ ଲେଖିବା ନିମନ୍ତେ ଈଶ୍ୱରଙ୍କର ସେହି ଦ୍ୱାରା ପୁନର୍ଗଠିତ ହେବା ନିମନ୍ତେ ମୋସାଙ୍କୁ ସେହି ଶୈଳକୁ ଚଢ଼ିବାକୁ ପଡ଼ିଲା। କିନ୍ତୁ ବର୍ତ୍ତମାନ ଆମମାନଙ୍କୁ ପ୍ରତି ପ୍ରଭାତରେ ଆପଣର ପ୍ରସ୍ତୁତି ହୃଦୟକୁ ନେଇ ଆମମାନଙ୍କୁ ସେହି ଖ୍ରୀଷ୍ଟ ରୂପ ଶୈଳଙ୍କ ନିକଟବର୍ତ୍ତୀ ହେବାକୁ ଅଛି। ହାଲେଲୁୟା ହାଲେଲୁୟା। କେତେବେଳେ? ଅତି ପ୍ରଭାତରେ 365 ଦିନର ପ୍ରତ୍ୟେକଟି ପ୍ରଭାତରେ ସେହି ଖ୍ରୀଷ୍ଟ ରୂପକ ଶୈଳ ବା ଖ୍ରୀଷ୍ଟ ରୂପ ଶୈଳ ନିକଟବର୍ତ୍ତୀ ଆମମାନଙ୍କୁ ହେବାକୁ ପଡ଼ିବ। ମୋର ପ୍ରିୟମାନେ ସେଥିପାଇଁ ଦାଉଦ ଗୋଟେ କଥା କହୁଛନ୍ତି ଗୀତ ସଂହିତା ତାର 5 ଅଧ୍ୟାୟ 3 ପଦରେ ସେ ସ୍ଥାନରେ ଲେଖା ଅଛି, ମୁଁ ପ୍ରାତଃ କାଳରେ ଆପଣର ପ୍ରାର୍ଥନା ସଜାଇବି ଓ ଜାଗି ରହିବି, କାରଣ ପ୍ରାତଃ କାଳର ପ୍ରାର୍ଥନାରେ ତୁମେ ସନ୍ତୁଷ୍ଟ ହେବାର ପରମେଶ୍ୱର। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରାତଃ ସମୟ ଏ ପ୍ରକାର ଏକ ସମୟ ଯେଉଁ ସମୟରେ ପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ସାକ୍ଷାତ କରିବାକୁ ଆସନ୍ତି। ପ୍ରାତଃ ସମୟ ଦିନର ପ୍ରାରମ୍ଭ ଆଉ ସେ ଦିନର ପ୍ରାରମ୍ଭରୁ ପ୍ରଭୁ ତାଙ୍କର ଲୋକମାନଙ୍କୁ ନୂତନ ଆଶୀର୍ବାଦରେ ପରିପୂର୍ଣ୍ଣ କରିବା ପାଇଁ ଚାହାନ୍ତି। ହାଲେଲୁୟା ହାଲେଲୁୟା ହାଲେଲୁୟା। ତ ସେଥିପାଇଁ ଯଦି এই নতুন বর্ষ 2026 মସିହାରେ ପ୍ରଭୁଙ୍କର ସେହି ଆଶ୍ଚର୍ଯ୍ୟ ଭୟଙ୍କର କାର୍ଯ୍ୟ ଆମର ଜୀବନରେ ହେଉ ବୋଲି ଆପଣମାନେ ଚାହୁଁଛନ୍ତି, ଆଶା କରୁଛୁ, ତେବେ এই ବର୍ଷର ପ୍ରତ୍ୟେକଟି ଦିନର ପ୍ରାତ ସମୟରେ ସେହି ଖ୍ରୀଷ୍ଟ ରୂପ ଶୈଳଙ୍କର ନିକଟବର୍ତ୍ତୀ ହେବାକୁ ଅଛି। ଆପଣ ହୃଦୟ ସହିତ ପ୍ରସ୍ତୁତି ହୃଦୟ ସହିତ ଆଉ ଆମକୁ କ'ଣ କରିବାର ଅଛି? ତାଙ୍କ
ନିକଟବର୍ତ୍ତୀ ହୋଇ ହୃଦୟକୁ ସମର୍ପଣ କରିବାକୁ ସେଥିପାଇଁ ଚାଉଳ ଗୋଟେ କଥା କହୁଛନ୍ତି ଗୀତ ସଂହିତା 119 ଅଧ୍ୟାୟ ତାର 55 ଏବଂ 6 ପଦରେ 56 ପଦରେ ଗୋଟେ ବିଷୟ ଲେଖା ଅଛି ଟିକେ ପଢନ୍ତୁ। गीत संहिता 119 अध्याय और 55 अध्याय ये 55 पद एवं 56 पद 119 अध्याय हे सदा प्रभु मो रात्रि काल रे तुम्हारा नाम स्मरण करी अछि और तुम्हारा व्यवस्था पालन करी अछि तुम्हारा विधान सब पालन करना सकासु एही फल प्राप्त होय अछि मोर प्रिय प्रभु कर लोक माने दाऊद प्रात समय से जाय नथिले रात समय को अपेक्षा करू नथिले एही वाक्य कहे जे हे सदा प्रभु मो रात्रि काल रे एही मोर प्रवास गृह रे मोर बिछोना रे मोर लतक मु तिनते जाईछि प्रवास गृह रे मो रात्रि सारा मोर व्यवस्था को गान करी अछि गीत संगीता रे लिखा अछि मो रात्रि काल रे आपनार सज्जा को मु तिनते जाईछि मोर लतक रे हालेलुया तार अर्थ से रात्रि सारा प्रति प्रहर को प्रहर परमेश्वर को उपस्थिति को से जाउतिले अव्यवस्था को से गायन करूतिले प्रभु को निकट रे अपना हृदय को ढाली लउतिले तेनु से कहउछंती सेथि पाई मु एई फल पाई कारण मो फल पाई से मेषशाला रो एक राजा सिंहासन को खाली राखी सारिथिले हालेलुया से एक साधारण राजा नथिले से सम्राट थिले तुम प्रिय प्रभु लोक मैंने जदि प्रभु भयंकर आश्चर्य महत् कार्य এই 2026 মସିহারে যদি দেখিବାକୁ চাহো পাইବାକୁ চাহো তেবে প্রতি প্রভাতরে উঠি আমাইকু খ্রিস্টଙ୍କର সহভাগিতাକୁ ଯିବାକୁ ପଡ଼ିବ ହାଲେଲୁୟା ଆଉ ଦାଉଦ ପ୍ରତି ରାତ୍ରିରେ ପ୍ରଭୁଙ୍କ ସହିତ ସେ ସହଭାଗିତା କରୁଥିଲେ ପ୍ରଭୁଙ୍କ ଉପସ୍ଥିତିକୁ ଯାଉଥିଲେ ଆଉ ପ୍ରଭୁଙ୍କ ଉପସ୍ଥିତିକୁ ଯିବା ଦ୍ୱାରା ସେ ସେହି ସମସ୍ତ ଆଶୀର୍ବାଦକୁ ସେ ପାଇ ଅଛନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଯେତେବେଳେ ପ୍ରଭୁ ଯୀଶୁଙ୍କର ସହବର୍ତ୍ତୀ ହେବା ତାଙ୍କର ସହଭାଗିତାକୁ ଯିବା ସେତେବେଳେ ପିତା ଈଶ୍ୱର ଆମମାନଙ୍କର ନିକଟକୁ ଓହ୍ଲାଇ ଆସିବେ ହାଲେଲୁୟା हालेलुया हालेलुया और जेते पिता ईश्वरଙ୍କର उपस्थिति प्रभु यीशुଙ୍କର सहभागिता आमानकर जीवन रे एक महिमा आनी देबो आ आमानको से महिमामय करि देबे हालेलुया हालेलुया और प्रिय प्रभुଙ୍କ लोक माने आज हम नुआ वर्ष रे पदार्पण कला मु गतकाली प्रचार करिथिली एई प्रसंग नै गिरगिरी आज प्रात समय आमे केते जण आंठो भांगी गिरगिरी आमे प्रभात प्रभुଙ୍କର उपस्थिति जाई मु प्रश्न करी काहकु पछाइबा पय चाहुनी आमे निजे चिंता कर ए दिन को आमे केते आनंद करिछु सेही प्रकार जदि प्रथम दिन जदि आमे आरंभ करी नाउ शेष दिन जदि मूल जदि पवित्र शेष मध्य पवित्र आरंभ जदि ठीक अछि शेष मध्य समाप्ति मध्य ठीक रही तो तेनु आज प्रभुଙ୍କର वाक्य कहे जे प्रभु आज एई वर्ष आमनको मोह एवं आश्चर्य कार्य भयंकर कार्य आमनको जीवन करबा चाहନ୍ତି सेति पाए आमनको कोन करबा पड़िबो प्रस्तुति हृदय सहित और प्रति प्रभात रे यीशुଙ୍କର उपस्थिति को जीवन अछि हालेलुया 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 तोमर प्रिय प्रभुଙ୍କର लोक माने सेति पाए आज हमें हमर प्रभुଙ୍କର जे हमको आशीर्वाद देउती जे हमको अनुग्रह करती जे हमको प्रतिपालन करती जे हमको सर्वावस्था यत्न नियंती सेही परमेश्वर प्रति हम केते मनोযোগী अटो मोसा को कहले हे मोसा तुमे यदि जीवन रे आश्चर्य कार्य देखिबा को चाहौ छ तेबे मोर वाक्य रे मोर व्यवस्था रे तुम मनोযোগী हो आज विश्वासी माने मनोযোগী नहंती नाच डेगरे सब मनोযোগী किंतु प्रभुଙ୍କ प्रति निजर जीवन प्रति मनोযোগী नहंती निजर आत्मा प्रति मनोযোগী नहंती निजर भविष्य प्रति मनोযোগী नहंती भविष्य सफलता केवल प्रभुଙ୍କର हाथ रे अछि जे आमर भविष्य को गढ़ी पारंती जे आमर भविष्य को उन्नति दियंती जे आमर दीर्घायु दे पारंती सेही परमेश्वर प्रति हम केते मनोযোগী अटू तेणु द्वितीय विवरण तार 32 अध्याय 18 पद के पढ़िबा तापर मानो तो ଯେଉଁ ଶୈଳ ସବୁ ଉତ୍ପନ୍ନ କଲେ ଆପଣଙ୍କୁ ଯେଉଁ ଶୈଳ ସବୁ ଉତ୍ପନ୍ନ କଲେ ତା ବିଷୟରେ
ଯୋଗୀ ଅଟ। ହଁ ଯେଉଁ ପରମେଶ୍ୱର ତୁମକୁ ଜନ୍ମ ଦେଲେ ଯେଉଁ ପରମେଶ୍ୱର ତୁମକୁ ଜନ୍ମ ଦେଲେ ତୁମେ ତାହାକୁ ପାଶୋରି ଅଛ। ତୁମେ ପାଶୋରି ଅଛ। ଆଜି ଆମେ ପ୍ରଭୁଙ୍କୁ ପାଶୋରି ଦଉଛୁ। ଆମର ଖାଲି ଜାଗତିକ କାର୍ଯ୍ୟରେ ଆମେ ସବୁବେଳେ ମନୋଯୋଗୀ, କିନ୍ତୁ ଯେଉଁ ପରମେଶ୍ୱର ଆମକୁ ସଫଳତା ଦିଅନ୍ତି ସେହି ପରମେଶ୍ୱରକୁ ଆମେ ପାଶୋରି ଯାଉଛୁ, ଭୁଲି ଯାଉଛୁ। ମୋର ପ୍ରିୟ ଲୋକମାନେ, ଦିଶା ପୁସ୍ତକ ତାର 1 ଅଧ୍ୟାୟରେ ଲେଖା ଅଛି, ଗୋରୁ ଆପଣାର କୁଣ୍ଡକୁ ଜାଣେ, ଗର୍ଦ୍ଧବ আপনার কর্তাকে সে চিহ্নে, খাউন্ডକୁ জানে, কিন্তু আমার লোকମାନେ ଆମକୁ ଚିହ୍ନନ୍ତି ନାହିଁ, ପାଶୋରି ଯାଉଛି। ମୋର ପ୍ରିୟ ଲୋକମାନେ, ଆଜି ଆମର ପରମେଶ୍ୱରଙ୍କ ପ୍ରତି, ପରମେଶ୍ୱରଙ୍କ ବାକ୍ୟ ପ୍ରତି ଆଜି ଆମକୁ ସାବଧାନ ହେବାକୁ, ମନୋଯୋଗୀ ହେବାକୁ ଅଛି। ଆଜି ଆମେ କେତେ ବାକ୍ୟ, ଆଜି ନୂଆ ବର୍ଷ ଆମେ ଯଦି এই 66 খণ্ড পুস্তক, এই 66 খণ্ড পুস্তকরে কেতটা পদ ଅଛି, কেতটা চ্যাপ্টার ଅଛି, 1199 চ্যাপ্টার ଅଛି। এই 66 খণ্ড পুস্তকরে 1199টা ଅଛି চ্যাপ্টার ଅଛି, অধ্যায় ଅଛି। দিনକୁ যদি ଆମେ 3 চ্যাপ্টার পঢ়ିବା তেবে ଆମେ ବର୍ଷ 365 ଦିନରେ ସମାପ୍ତ କରିପାରିବା। ଆଜି କେତେ ଲୋକ ମନୋଯୋଗୀ ହେଇକରି 3ଟା ଚ୍ୟାପ୍ଟର ପଢ଼ିଛନ୍ତି, ଆପଣମାନେ ନିଜେ ସମୀକ୍ଷା କରନ୍ତୁ। ଆମେ କେତେ ମନୋଯୋଗୀ ଅଛୁ, କେତେ ମନୋଯୋଗୀ ଈଶ୍ୱରଙ୍କ ବାକ୍ୟ ପ୍ରତି ଆମେ ମନୋଯୋଗୀ। ମୂଷାଙ୍କୁ କହିଲେ, ହେ ମୂଷା, ଯଦି ଆଶ୍ଚର୍ଯ୍ୟ ଆମଠାରୁ ଆଶ୍ଚର୍ଯ୍ୟ କାର୍ଯ୍ୟ ତୁମେ ଇଚ୍ଛା କରୁଛ, ଚାହୁଁଛ, ତେବେ ବ୍ୟବସ୍ଥା ପ୍ରତି ମନୋଯୋଗୀ ହୁଅ। ହାଲେଲୁୟା। ଆଜି ପ୍ରଭୁଙ୍କ ବାକ୍ୟ ପ୍ରତି ଆମେ ମନୋଯୋଗୀ ହେବା ନାହିଁ, ବାକ୍ୟ ପ୍ରତି ମନୋଯୋଗୀ ହେବା ନାହିଁ, ପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବା ନାହିଁ। ମୋର ପ୍ରିୟମାନେ, ଏମିତି ବର୍ଷ ବର୍ଷ ବିତି ଯାଇକରି ଅବର୍ଷ ସିନା ଚାଲିଯିବା, ପ୍ରଭୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ ଜୀବନରେ କେବେ ଦେଖିପାରିବା ନାହିଁ। ମୁଁ ଏଟା 100% ସତ କଥା କହୁଛି। ଚର୍ଚ୍ଚ ଏମିତି ଆସୁଥିବା ଯାଉଥିବା ମଣ୍ଡଳୀ ଦ୍ୱାରା ପ୍ରଭୁ ଆଶ୍ଚର୍ଯ୍ୟ ମହତ୍ କାର୍ଯ୍ୟ କରିବା ନିମନ୍ତେ ଚାହାନ୍ତି। ଆଦ୍ୟ ମଣ୍ଡଳୀରେ ପ୍ରଭୁ ଯେଉଁ କାର୍ଯ୍ୟ କରୁଥିଲେ ସେହି କାର୍ଯ୍ୟକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଥିଲେ। ହାଲେଲୁୟା। ଆଜି ମଣ୍ଡଳୀରେ, ଆଜି ଆମର ମଣ୍ଡଳୀରେ ଆଶ୍ଚର୍ଯ୍ୟ କାର୍ଯ୍ୟ ହେଇପାରୁଛି କି? ମହତ୍ କାର୍ଯ୍ୟ ହେଉଛି କି? ଭୟଙ୍କର କାର୍ଯ୍ୟ ହେଉଛି କି? ଆମ ପରିବାରରେ ଘଟୁଛି କି? ହଉନି। ଗୋଟେ ଲାଗିଥିଲା ଲୋକଙ୍କୁ ଯଦି ଚର୍ଚ୍ଚ ବନାଗଲା, ବାଳକ କୋଉଠି ଅଛି ତାକୁ ଡାକ, ଫୋନ କରିକି, ସାର୍ ଜଲ୍ଦି ଆସନ୍ତୁ, ଶୀଘ୍ର ଶୀଘ୍ର ଭୂତ ଲାଗିଛି, ଗୋଟେ ଲୋକ ଆସିଛି। ଏଟା ଖାଲି ବାଳକ ଛଡ଼େଇବେ, ଖାଲି ଖଣ୍ଡକଙ୍କର କାମ, ମଣ୍ଡଳୀର କାମ ନୁହଁ, ବିଶ୍ୱାସର କାମ ନୁହଁ। ତ ବିଶ୍ୱାସୀ ଡାକୁଛି କାହିଁକି? କାରଣ ପରମେଶ୍ୱରଙ୍କର ମହାନ କାର୍ଯ୍ୟ, ଆଶ୍ଚର୍ଯ୍ୟ କାର୍ଯ୍ୟ, ଭୟଙ୍କର କାର୍ଯ୍ୟ ତାର ଜୀବନ ନାହିଁ। ସେ ଗୌରବମୟ ଜୀବନ ତାର ଜୀବନ ନାହିଁ, କାରଣ ସେ ପ୍ରତି ପ୍ରଭାତରେ ଉଠି ପ୍ରଭୁଙ୍କର ଉପସ୍ଥିତିରେ ସମର୍ପଣ କରୁନାହିଁ, ପ୍ରଭୁଙ୍କର ପ୍ରତି ମନୋଯୋଗୀ ନାହିଁ, ପ୍ରଭୁଙ୍କର ବିଷୟରେ ସେ ମନୋଯୋଗୀ ନାହିଁ। ତାପରେ ଆଉ ଗୋଟେ କଥା, ସେଇ ସ୍ଥାନରେ ଲେଖା ଅଛି, ସେଇ 15 ପଦ, ସେଇ ଦ୍ୱିତୀୟ ବିବରଣ, ସେଇ ଯୋଉଟା ପଢିଲେ ସେଇ 32 ଅଧ୍ୟାୟ 15 ପଦରେ ଆଉ ଗୋଟେ ବିଷୟ ଲେଖା ଅଛି, ଟିକେ ପଢନ୍ତୁ। ବୋଧେ ସମୟ ହେଇଗଲା କି ଆଉ 5 ମିନିଟ୍ ଅଛି, 10 ମିନିଟ୍ ଅଛି ତ? ହଁ, ଯେତେବେଳେ ସରିଲେ ମୁଁ ବନ୍ଦ କରିବି। ହଁ, ସେଇ 15 ପଦ ଟିକେ ପଢନ୍ତୁ। ମାତ୍ର ଯୀଶୁର ଚର୍ବିରେ ଫୁଲି ଟିକେ ରଡ଼ି ଆବାଜ ବି ଟିକେ ଜୋରେ ମାତ୍ର ଯୀଶୁର ଚର୍ବିରେ ଫୁଲି ପଦାଘାତ କଲା। ହଁ, ତୁମେ ଚର୍ବିରେ ଫୁଲି ଅଛ, ଚର୍ବିରେ ଫୁଲି ଅଛ। ତୁମେ ମୋଟ ହୋଇ ଅଛ, ହଁ, ତୁମେ ମୋଟା ହେଇଯାଇ ଅଛ, ତୁମେ ଚିକ୍କଣ ହୋଇ ଅଛ। ଚିକ୍କଣ ହେଇଛ। ତହୁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ହଁ। ଆପଣା ପ୍ରାଣତ୍ୱ ଶୈଳରୁ ହଁ। ଅଭିଜ୍ଞାନ କଲା। ହଁ, ତ এই স্থাନରେ সেই 32 অধ্যায় 15 পদ পড়িলে কি সেই 15 পদକୁ পড়ুଛନ୍ତି ତ? ହଁ, ତ এই ସ୍ଥାନରେ ସାବଧାନ ହେବା ପାଇଁ সেই ସ୍ଥାନରେ ଲେଖା ଅଛି, ମୁଁ ସେଟା କହୁଛି। ତ ତେଣୁ ଆମେ এই 15 ପଦରେ ମୁଁ ସେଟା ବାହାର କରୁଛି। ତ ସେଇ 34 ଅଧ୍ୟାୟ ତାର 15 ପଦ ଯାତ୍ରା ପୁସ୍ତକ, ତ এই ସ୍ଥାନରେ ସାବଧାନ ବିଷୟରେ ଲେଖା ଅଛି। 15 କେଜାଣି ଅବା ତୁମ୍ଭେ ସେଇ ଦେଶ ନିବାସୀ ଲୋକମାନଙ୍କ ସେଇଟା କାମ ସହିତ ମୁଁ ଭାବିଲି ଆଉ କଣ ବଦଳି ଗଲା କି, ମୋ ବାଇବେଲର ଭର୍ସଟା ବଦଳି ଗଲା କି ନା ଭାବୁଥିଲି। ପଢନ୍ତୁ। କେଜାଣି ଅବା ତୁମ୍ଭେ ସେଇ ଦେଶ ନିବାସୀ ଲୋକମାନଙ୍କ ସହିତ କେଜାଣି ଅବା ତୁମ୍ଭେ ସେଇ ଦେଶ ନିବାସୀ ମାନଙ୍କର ନିୟମ କରିବ। ସହିତ ନିୟମ କରିବ। ମାନେ ଯେଉଁ
ସ୍ୱରୂପ ହେବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ 2026 ମସିହାର ଏଇଟା ଗୋଟେ ଦିନ ଆଜି ଆମେ ଦେଇଅଛୁ। ଏଇ ଗୋଟେ ଦିନ ବି ସମାପ୍ତ ହେଇନାହିଁ, 365 ଦିନ ବାକି ଅଛି। ଏଇ 2026 ମସିହାର ଯାତ୍ରାରେ ଅନେକ ପ୍ରକାର ସମସ୍ୟା ଅଛି, ଦୁଃଖ ଅଛି, କ୍ଲେଶ ଥାଇପାରେ। ଆମେ ଯେତେବେଳେ ଯାଉଛୁ ଘାତ ପ୍ରତିଘାତ ମଧ୍ୟରେ ଆମକୁ ଏଇ 2026 ମସିହା କ୍ଷେପଣ କରିବାକୁ ପଡ଼ିବ। କିନ୍ତୁ ଆମେ ଯେଉଁ 2027 ମସିହାକୁ ନିମନ୍ତେ ଆମେ ଯାତ୍ରା କରୁଅଛୁ, ଆମେ ଯେଉଁ ସ୍ଥାନକୁ ଯିବା ପାଇଁ ଚାହୁଁଛୁ, ଆମର ପଥ ମଧ୍ୟରେ ଅନେକ ପ୍ରକାର ଲୋକ ଅଛନ୍ତି, ଅନେକ ପ୍ରକାର ବ୍ୟକ୍ତି ଅଛନ୍ତି। ଆମେ ସେମାନଙ୍କ ସହିତ ନିୟମ କରିବା। ହାଲେଲୁୟା, ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ଜୀବନ ଯାତ୍ରାର ଚଲାପଥରେ, ଆମର ଆତ୍ମିକ ଜୀବନର ଚଲାପଥରେ ଆମେ ଯେତେବେଳେ ଚାଲୁଥାଉ ଅନେକ ସମୟରେ ଝୁଣ୍ଟି ପଡ଼ୁ, କାରଣ ଆମେ ଆମ ନିଜ ପ୍ରତି ସାବଧାନ ହେଇନଥାଉ, ପ୍ରଭୁଙ୍କ ପ୍ରତି ଆମେ ମନୋଯୋଗୀ ହୋଇନଥାଉ। ଆମେ ଅନେକ ସମୟରେ ବିଜାତୀୟ ଲୋକମାନଙ୍କ ସହିତ ଆମେ ଛୋଟ ହେଇଯାଉ, ଶୟତାନର ଫାନ୍ଦରେ ଆମେ ପଡ଼ିଯାଇଥାଉ। ତେଣୁକରି ପ୍ରଭୁଙ୍କ ବାକ୍ୟରେ ଲେଖା ଅଛି ଯେ ତୁମେ ନିଜ ବିଷୟରେ ସବୁବେଳେ ସାବଧାନ ହେଇଯାଅ। ହାଲେଲୁୟା, ହାଲେଲୁୟା। ଯଦି ଆମେ ସାବଧାନ ହେବା ନାହିଁ, ଆମେ ନିଶ୍ଚିତ ଭାବରେ ଲକ୍ଷ୍ୟ ହାସଲ କରିବା। ତ ତେଣୁକରି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଚାହାନ୍ତି ଯେ ଆମେ ସବୁବେଳେ ସାବଧାନତାର ସହିତ ଜୀବନ କାଟିବା, ଆମେ ମନୋଯୋଗୀ ହେବା। ଆଉ ଏଇ 2026 ମସିହାରେ ଆମେ ପ୍ରଭୁଙ୍କର ଅନୁଗ୍ରହକୁ ପାଇବା ନିମନ୍ତେ ଦିଶା ତାର 43 ଅଧ୍ୟାୟ 18 ଏବଂ 19 ପଦରେ ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି ଯେ ତୁମେ ଆଦ୍ୟ ବିଷୟ ସ୍ମରଣ କର ନାହିଁ କି ପୁରାତନ ବିଷୟ ବିବେଚନା କର ନାହିଁ। ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ ତୁମମାନଙ୍କ ମଧ୍ୟରେ କରିବାକୁ ଯାଉଅଛୁ। ହାଲେଲୁୟା। ବର୍ତ୍ତମାନ ତାହା ଅଙ୍କୁରିତ ବର୍ତ୍ତମାନ ଆରମ୍ଭ କରିବାକୁ ଚାହାନ୍ତି ପ୍ରଭୁ। ଆଜି ଦିନ ଠାରୁ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ, ମହତ୍, ସେହି ଦୁଷ୍କର ବିଷୟମାନ, ସେ ଭୟଙ୍କର କାର୍ଯ୍ୟ କରିବା ନିମନ୍ତେ ପ୍ରଭୁ ଚାହାନ୍ତି, ବର୍ତ୍ତମାନ ଚାହାନ୍ତି। କାଲି ନୁହଁ, ଆସନ୍ତା କାଲି ନୁହଁ, ବର୍ତ୍ତମାନ ତାକୁ ଆରମ୍ଭ କରିବା ପାଇଁ ଚାହାନ୍ତି। ହାଲେଲୁୟା। ଲେଖା ଅଛି ଏବେ ଅଙ୍କୁରିତ ହେବ, ତାହା ତୁମର ଚକ୍ଷୁ ଦେଖିବ। ଆଉ ତୁମର ଯାତ୍ରା ପଥରେ ଆମେ କଣ କରିବା? ସମସ୍ୟା ଥାଇପାରେ, ଦୁଃଖ ଥାଇପାରେ, ଝଡ଼ଝଞ୍ଜା ଥାଇପାରେ। ସେଥିପାଇଁ ତନକୁ ତ ଲେଖା ଅଛି ନଦ ନଦୀ ମଧ୍ୟରେ, ମରୁପ୍ରାନ୍ତର ମଧ୍ୟରେ ଆମ୍ଭେ ତୁମ ପାଇଁ ପଥ ପ୍ରସ୍ତୁତ କରିଦେବା। ହାଲେଲୁୟା, ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆଜି ଆମମାନଙ୍କୁ କଣ କରିବାର ଅଛି ଯେ ଈଶ୍ୱରଙ୍କର ଉପସ୍ଥିତିକୁ ପ୍ରତି ପ୍ରଭାତରେ ହୃଦୟକୁ ପ୍ରସ୍ତୁତ କରି ତାଙ୍କର ସହଭାଗିତାକୁ ଆସିବାକୁ ଅଛି। ହାଲେଲୁୟା। ତେବେ ପ୍ରଭୁ ଆପଣମାନଙ୍କ ଜୀବନରେ, ମୋର ଜୀବନରେ ମହତ୍, ଆଶ୍ଚର୍ଯ୍ୟ, ପୁଣି ଦୁଷ୍କର କାର୍ଯ୍ୟ କରିବେ, ଯାହା ଭୟଙ୍କର ଅଟେ। ଆଉ ଜଗତ ଦେଖି ତାହା ଆଶ୍ଚର୍ଯ୍ୟ କରିବେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ତମର ଜୀବନରେ ସେଥିପାଇଁ ଅନେକ ସମୟରେ ଆମେ ଗିର୍ଜାକୁ ଆସୁ, ଆମେ ପ୍ରାର୍ଥନାକୁ ଆସୁ, ମଣ୍ଡଳୀରେ ଉଦ୍యోଗୀ ଜୀବନ କାଟୁ, କିନ୍ତୁ ଆମେ କେବେ আপনার ହୃଦୟକୁ ପ୍ରସ୍ତୁତ କରି ପ୍ରଭୁଙ୍କୁ ଦେଇଛୁ? ହୃଦୟକୁ ପ୍ରସ୍ତୁତ କରି ପ୍ରଭୁଙ୍କୁ ଦେଇଛୁ କି? ପ୍ରଭୁ ଆଜି ଏଇ 2026 ମସିହାର ପ୍ରଥମ ଦିନର ପ୍ରଥମ ମୁହୂର୍ତ୍ତରେ ଆପଣମାନଙ୍କର ଏବଂ ମୋର ହୃଦୟକୁ ଆଜି ମାଗୁଛନ୍ତି। ହାଲେଲୁୟା, ହାଲେଲୁୟା। ଆଜି ଆମେ ସେଇ ପ୍ରଭୁଙ୍କୁ ଆପଣ ହୃଦୟ ଦେଇ ପାରିଛୁ। ହିତବଚନ 23 ଅଧ୍ୟାୟ 26 ପଦରେ ପ୍ରଭୁଙ୍କର ବାକ୍ୟ କହେ ଯେ ହେ ମୋହର ପୁତ୍ର, ପଢି ଦିଅନ୍ତୁ ସେ, ହେ ମୋହର ପୁତ୍ର, ହେ ମୋହର ପୁତ୍ରୀ, ହେ ମୋହର ଝିଅ, ହେ ମୋହର ପୁଅ, ହେ ମୋର କନ୍ୟା, ହେ ମୋର ସନ୍ତତି, ହେ ମୋର ଦାସ, ହେ ମୋର ଦାସୀ, ତୁମେ ଆଉ ତୁମର ହୃଦୟକୁ ବୟଫ୍ରେଣ୍ଡକୁ ଦିଅ ନାହିଁ, ଗାର୍ଲଫ୍ରେଣ୍ଡକୁ ଦିଅ ନାହିଁ, ପ୍ରେମିକାକୁ ଦିଅ ନାହିଁ, ପ୍ରେମିକକୁ ଦିଅ ନାହିଁ, ଆଉ ଜଗତର ଶୈତାନକୁ ଦିଅ ନାହିଁ। ଯେଉଁ ହୃଦୟକୁ ମୁଁ ନିର୍ମାଣ କରିଛି ସେହି ହୃଦୟକୁ ମୋତେ ଦେବେ। ହାଲେଲୁୟା। ପଢ଼ନ୍ତୁ। हे मोहर पुत्र, हे मोहर पुत्र, तुम हृदय मते दियो, मते दियो, पुणी तुम चक्षु मो पथरे तुष्ट हेउ। हां, तुमर चक्षु ईश्वरଙ୍କ पथ, ईश्वरଙ୍କ वाक्य, ईश्वरଙ୍କ पथ बोले ईश्वरଙ୍କ पथ। यीशु कहले मो पथ, मो सत्य, मो जीवन। आओ जे केहि मोते जदि जीवन नाही से ईश्वरଙ୍କ राज्य को जाई परिबो नाही। ए 2026 मसिहार ए यात्रा पथरे सफलता पाइबाको हेले से यीशुଙ୍କର पथरे हमको चालिबाको पड़िबो। प्रेज द लॉर्ड। सेठी लेखा अछि आम्भर पथरे कोन हो?
ବାସ୍ତବରେ ଆମ ହୃଦୟ କୋଉ ସ୍ଥାନରେ ଅଛି? ଆଜି ତ ଆମେ ଆମ ହୃଦୟକୁ ପ୍ରସ୍ତୁତ ବି କରିପାରୁନୁ, ହୃଦୟକୁ ଆମେ କ୍ଲିନ୍ ବି କରିନାହୁଁ। ତ ସେଇ ହୃଦୟକୁ ପ୍ରଭୁ ଗ୍ରହଣ କରିବେ କେମିତି କରିବେ? ଯେ ପର୍ଯ୍ୟନ୍ତ ଆପଣମାନେ ମୁଁ ଆପଣର ହୃଦୟକୁ ପ୍ରସ୍ତୁତ କରି ପ୍ରଭୁଙ୍କୁ ଆମେ ସମର୍ପଣ କରିବା, ଉତ୍ସର୍ଗ କରିଦେବା, ଆଉ ତାଙ୍କର ପଥରେ ଆମେ ତୁଷ୍ଟ ହେବା, ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା, ଆଉ ନିଜ ନିଜକୁ ସାବଧାନ କରିବା, ସେତେବେଳେ ପ୍ରଭୁ ଆମମାନଙ୍କ ଜୀବନ କଣ କରିବେ? ମହିମାନ୍ବିତ କରିଦେବେ। ପ୍ରେଜ୍ ଦ ଲର୍ଡ। ଗୌରବାନ୍ବିତ କରିଦେବେ। ମୋଶାଙ୍କର ମୁଖମଣ୍ଡଳ ଯେମିତି ଉଜ୍ଜଳମୟ ଥିଲା, ଗୌରବମୟ ଥିଲା, ମହିମାମୟ ଥିଲା, ଠିକ୍ ସେହି ପ୍ରକାରେ ଖ୍ରୀଷ୍ଟ ଯୀଶୁଙ୍କର ଉପସ୍ଥିତିରେ ପିତା ଈଶ୍ୱରଙ୍କର ସହଭାଗିତାରେ ପବିତ୍ର ଆତ୍ମା କଣ କରିବେ? ସେହି ହୃଦୟକୁ ଯେତେବେଳେ ଆମେ ଦେଇଦେବା ଆମର ପ୍ରଭୁଙ୍କ ନିକଟରେ, ସେହି ପବିତ୍ର ଆତ୍ମା ଯେତେବେଳେ ଆମ ହୃଦୟକୁ ଆସିବେ, ସେହି ପବିତ୍ର ଆତ୍ମାଙ୍କ ଦ୍ୱାରା ଆମର ହୃଦୟ, ଆମର ଜୀବନ, ଆମର ଶରୀର ଗୌରବମୟ ହେଇଯିବ। ହାଲେଲୁୟା, ହାଲେଲୁୟା। ସେଥିପାଇଁ ଗୀତ ସଂହିତା ତାର 37 ଅଧ୍ୟାୟରେ ଲେଖା ଅଛି ଯେ ଯେତେ ଲୋକ ତାହାଙ୍କ ପ୍ରତି ଦୃଷ୍ଟିପାତ କଲେ ସେମାନଙ୍କର ମୁଖ କେବେ ବିବର୍ଣ୍ଣ ହେଲା ନାହିଁ, ମାତ୍ର ସେମାନେ ତେଜିଆନ ହେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି 2026 ମସିହା ଆପଣମାନଙ୍କୁ ଏକ ତେଜମୟ ଜୀବନ ପ୍ରଦାନ କରିବା ନିମନ୍ତେ ପ୍ରଭୁ ଚାହାନ୍ତି। ହାଲେଲୁୟା। ଆଜି ଯଦି ଜ୍ୟୋତିର୍ମୟ ଜୀବନ କାଟିବାକୁ ଆପଣ ଚାହାନ୍ତି, ତେବେ ଆପଣମାନଙ୍କୁ ମତେ ବାଧ୍ୟ ହେବାକୁ ପଡ଼ିବ, ସାବଧାନ ହେବାକୁ ପଡ଼ିବ, ପ୍ରଭୁଙ୍କ ବାକ୍ୟରେ ମନୋଯୋଗୀ ହେବାକୁ ପଡ଼ିବ, ଆଉ 365 ଦିନର ପ୍ରତ୍ୟେକଟି ପ୍ରଭାତରେ ଆପଣ ହୃଦୟକୁ ପ୍ରସ୍ତୁତ କରି ଖ୍ରୀଷ୍ଟ ଯୀଶୁ ଏବଂ ପିତାଙ୍କର ସହଭାଗିତାକୁ ଆସିବାକୁ ପଡ଼ିବ। ହାଲେଲୁୟା, ହାଲେଲୁୟା। ମୋର ପ୍ରିୟମାନେ, ଯୀଶୁ କହିଲେ ମୁଁ ଜଗତର ଜୀବ। ଆଉ ଗୋଟେ ଜାଗାରେ ଲେଖା ଅଛି ତୁମେ ମାନେ ଜଗତର ଜୀବ। ହାଲେଲୁୟା। You are the light of the world. Let your light so shine before the world. Hallelujah. ତୁମମାନଙ୍କର ଜ୍ୟୋତି ଜଗତରେ ପ୍ରକାଶିତ ହେଉ। ଯେହେତୁ ଯୋହନ ପୁସ୍ତକର 1 ଅଧ୍ୟାୟରେ ଲେଖା ଅଛି ତାହାଙ୍କଠାରେ ଜୀବନ ଥିଲା, ଆଉ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ଆଉ ଯୀଶୁଙ୍କର ସହଭାଗିତାରେ ପିତାଙ୍କର ଉପସ୍ଥିତିରେ ଆମେ ଯେତେବେଳେ ନିଜକୁ ସମର୍ପଣ କରୁଛୁ, ସେଇ ପବିତ୍ର ଆତ୍ମାଙ୍କର ଉପସ୍ଥିତି ଆମମାନଙ୍କ ଜୀବନକୁ ଯେତେବେଳେ ଆସେ, ଆମମାନଙ୍କର ଜୀବନ ଜ୍ୟୋତିର୍ମୟ ହେଇଯାଏ। ହାଲେଲୁୟା। ଆଉ ସେଇ ଜ୍ୟୋତି ଜଗତ ଦେଖିବେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ଜଗତ ଦେଖିବେ। ସମୟ ହେଇଗଲାଣି, ମୁଁ ଏବେ ବନ୍ଦ କରିବି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମ ହୃଦୟକୁ ଆମେ ପ୍ରଭୁଙ୍କୁ ଦେଇପାରିଛୁ ଯଦି ଆମେ ହୃଦୟକୁ ଦେବା। ହୃଦୟ କାହାର? ହୃଦୟ କାହାର? ହୃଦୟ ଆମର। ହାଲେଲୁୟା। ଆମ ଶରୀରରେ ଅଛି ପବିତ୍ର ଆତ୍ମା। ପବିତ୍ର ଆତ୍ମାଙ୍କୁ ପ୍ରଭୁ ଲେଖା ଅଛି 2 Corinthians 3 ଅଧ୍ୟାୟ 3 ପଦରେ ଯେ ଯଦି ଆମେ ହୃଦୟ ଫଳକକୁ ପ୍ରସ୍ତୁତ କରି ପ୍ରଭୁଙ୍କୁ ଉତ୍ସର୍ଗ କରିଦେବା, ଦେଇଦେବା, ସେ ଆତ୍ମାଙ୍କ ଦ୍ୱାରା ସେ ଲେଖିବେ। କିନ୍ତୁ ଯୋହାନଙ୍କ ସୁସମାଚାର 6 ଅଧ୍ୟାୟ 63 ପଦରେ ଲେଖା ଅଛି ଆତ୍ମା ଜୀବନଦାୟକ। ହାଲେଲୁୟା। ଜୀବନଦାୟକ ବୋଲି କଣ? ଯେ ଜୀବନ ଦିଏ। ହାଲେଲୁୟା। ଜୀବନଦାୟକ ଅର୍ଥ କଣ? ଯେ ଜୀବନ ଦିଏ। ତାର ଅର୍ଥ ପବିତ୍ର ଆତ୍ମା ଜୀବନକୁ ଦାନ କରନ୍ତି, ଦିଅନ୍ତି। ଆଉ ସେ ଜୀବନ କୋଉ ସ୍ଥାନରେ ରହେ? ଗୋଟେ ମଣିଷର କୋଉ ସ୍ଥାନରେ ରହେ? ହୃଦୟରେ। ହାଲେଲୁୟା। ଜୀବନ ହୃଦୟରେ ରହେ। ତେଣୁ ଆମର ହୃଦୟକୁ ଆମେ ପ୍ରସ୍ତୁତ କରି ପ୍ରଭୁଙ୍କୁ ଯଦି ଦେବା, ସେ କଣ କରିବେ? ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ମୁଦ୍ରାଙ୍କିତ କରିବେ। କାରଣ ଈଶ୍ୱରଙ୍କର ସେ ପବିତ୍ର ଆତ୍ମା ହେଉଛନ୍ତି ଜୀବନଦାୟକ। ଆଉ ଯୀଶୁ କହିଲେ ମୁଁ ଯେଉଁ ସମସ୍ତ ବାକ୍ୟ ତୁମମାନଙ୍କୁ କହିଅଛି ତାହା କଣ? ଜୀବନ ଆତ୍ମା। ହାଲେଲୁୟା। ମୋର ପ୍ରିୟମାନେ, ଆଦ୍ୟରେ ସେ ବାକ୍ୟ ଥିଲେ, ସେ କୋଉ କାଲିରେ ପେନରେ ଭରିକି ଲେଖିବାକୁ ପଡ଼ିବ ନାହିଁ। ସେ ବାକ୍ୟ ଅଟନ୍ତି, ସେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରାଯାଇଅଛି ଆଉ କରାଯାଇଛନ୍ତି। ଆମେ ଯେତେବେଳେ ହୃଦୟକୁ ପ୍ରସ୍ତୁତ କରିବା, ସାବଧାନ ହେବା, ପ୍ରଭୁଙ୍କର ଉପସ୍ଥିତିକୁ ଯିବା, ସେହି ଆତ୍ମା ରୂପୀ ବାକ୍ୟ ସେ ହୃଦୟରେ କଣ କରିବେ? ଛାପ ପକେଇବେ। ହାଲେଲୁୟା। সেই হৃদয়ে যেতেবেলে আত্মাঙ্কর উপস্থিতি হব। মোর প্রিয় মানে আমার হৃদয়, আমার জীবন, আমার শরীর অনন্ত জীবনর সেই স্রোত, সে নির্ঝর, সে সবুবেলে প্রবাহিত হউথিব। হালেলুয়া। সেদিপাই সেই দিন সমীরণীয় স্ত্রীকে
प्रभु यीशु कहले मु जो जल देबी सेही जल तुमे पान करिवो तुमे केबे दूषित हेबो नाही आ ताहा मो जीवन रो जल तुमको प्रदान करिवि आ सेही जल सब बेले जीवन रो जल प्रवाहित तुम शरीर रो हो। हालेलुया हालेलुया। तो तेनु मोर प्रिय प्रभु कर लोक माने আজি प्रभु कर मोह आश्चर्य एवं दुष्कर दुष्कर कार्य आ से भयंकर कार्य ए 2026 मसीह आमे देखिबा को चाहि प्रकाश रे लोकमान के सम्मुख रे जदि हमें सेटा हो बोली चाहू तेबे आसु आमे प्रभु पर रबरे मनोयोगी हेबा निज निज विषय रे सावधान हेबा आ प्रतिदिन रो प्रभात रे प्रभु कर उपस्थिति को अपना हृदय को प्रस्तुत करी आमे प्रार्थना करबा। हालेलुया। तांकर उपस्थिति रे हम सहभागिता ग्रहण करबा ईश्वर को सहभागिता ईश्वर को उपस्थिति आमान को जीवन को परिवर्तन कर देबा प्रभु कर। हालेलुया। प्रभु कर उपस्थिति आमर जीवन रे नुवा कार्य करिवो प्रभु कर उपस्थिति आमान को जीवन रे महिमा आनि देबो प्रभु कर उपस्थिति आमान को उन्नत स्तर को ले जेबो प्रभु कर उपस्थिति आमान को जीवन रे एक प्रशस्त पथ उन्मुक्त करिवो जद द्वारा आमे अति सुंदर भाबरे आमे 2026 मसिहा अतिक्रम करी 2027 रे आमे प्रवेश करि पाइबा एटा होची प्रभु कर प्रतिज्ञा। तेनु आसु मोसा को से दिन प्रभु कहिरे हे मोसा तुमे विफल हे छपित जीवन रे वर्तमान तुमको करबा पड़िबो गण पुनर्बार आउ थरे तुमको प्रस्तुत करबा पड़िबो आउ तुमे आस अतीत वर्तमान एवं भविष्य विषय स्थान रे देखुछु मोर प्रिय लोक माने थरे फेलवा नहीं गले थरे से विफल नहीं गले सुजोग जेते पाउचंती सुजोग को से हाथ छड़ा गले नाही आउ से सम पूर्व प्रभु कर उपस्थिति को प्रस्तुति दर सहित गले आ शांत जीवन रे प्रभु महान आश्चर्य एवं भयंकर पुणी गौरव विषय तांको प्रदान कले आ मुसांक परि आदि केही हेई पारि नाहंती ना आगरु बा पूर्वरु। हालेलुया। मुसांक ठारु भी आहुरी अधिक आमान को प्रभु गौरवान्वित करबा पई चाहंती। प्रेज द लॉर्ड प्रेज द लॉर्ड। हालेलुया। आगो कहबा पई इच्छा आइ थिले भी म कहि पारिबे नाही तेनु मोर प्रिय प्रभु कर लोक माने प्रभु अनुग्रह आमान को 2026 दे चलते तेनु आज हम प्रभु कर बात करे मनोयोगी हेबा हम सावधान हेबा आ निज प्रस्तुत करी एई हृदय को प्रभु को समर्पण कर देबा आ सेई हृदय कोन करिवे सेई हृदय रे जीवन दायक आत्मा जते बेले आसीबे जते हम जीवन रे कोन हमर शरीर रे जीवन दायक से निर्झर प्रवाहित होतबो आ हमें कोन हेबा हमें हम विलास करी। हालेलुया हालेलुया। तेनु हृदय हमर पवित्र आत्मा ईश्वर। हालेलुया। आ से हृदय रे रहबा पई चाहंती तेनु करी प्रथम करंथिया 6 अध्याय 19 पद रे लिखा अछि तुम्हे माने कि जाना नाही भगवान हृदय अंतर्वासी पवित्र आत्मा कर मंदिर। हालेलुया। आ जते बेले पवित्र आत्मा कर मुद्रा को हम मान पर जीवन रे पड़िबो हमर जीवन गौरवान्वित होइबो। हालेलुया हालेलुया। आज जदी आमे गौरवान्वित हेबा तेबे प्रभु को गौरवान्वित करि पाइबा गौरव करि पाइबा सेति पई से 6 अध्याय 20 पद प्रथम करंथी रे लिखा अछि जे तुम्हे माने आपन आपन शरीर रे ईश्वर कर महिमा प्रकाश करो। आज हम शरीर जदी महिमा नथिबो आमे प्रभु को के परि महिमान्वित करि पाइबा मोर प्रिय मंडली। तेनु करी प्रथमे आज आमान को महिमा युक्त हेबा को अछि मोसांक परि तेबे लोक माने हमको देखि डरिबे मोसांक जेमिति भय कले आमान को मध्य देखि करे डरिबे। हालेलुया। प्रिय माने शैतान दुनिया रे काहे को डरे नाही किंतु जड़े व्यक्ति को डरे भय करे जार जीवन रे पवित्र आत्मा को। हालेलुया हालेलुया। तेनु आसु ए 2026 मसिया हम मान को पाई एक अनुग्रह वर्ष आशीर्वाद वर्ष अटे भयंकर कार्य परिवार प्रतिज्ञा वर्ष अटे तेनु हम प्रभु को सुजोग दो आम हृदय को प्रभु पठारे समर्पण करू प्रभु कौन करिवे आम हृदय रे ताकर से आत्मांकर से छाप देबे जहा कि जीवन स्रोत आम शरीर द्वारा प्रवाहित प्रभु ए पठित वाक्य द्वारा मते हमर मान को आशीर्वाद करନ୍ତୁ। आमेन।